କେବେ ଏମିତି ଚିନ୍ତା ଆସିଛି ମନରେ ଯେ ମାନେ ଆମେରିକାର ବୈଦେଶିକ ନୀତିରେ ନିଆଯାଇଥିବା ଗୋଟିଏ ନିଷ୍ପତ୍ତି କିମ୍ବା ଇରାନର ସମୁଦ୍ରରେ କେଉଁଠି ଅଟକି ଯାଇଥିବା ଗୋଟିଏ ଜାହାଜ ଆମ ଓଡ଼ିଶାରେ ଖରାଦିନେ ଖାଉଥିବା ସେହି ଶାନ୍ତିର ପଖାଳ କଂସା ପାଖରେ ଥିବା ଆଳୁ ଭଜାର ଦାମ କେମିତି ବଦଳାଇ ଦେଇପାରେ? ସତରେ ଶୁଣିବାକୁ କଥାଟା ଟିକେ ଅଜବ ଲାଗୁଛି ନିଶ୍ଚୟ। ବିଲକୁଲ। କିନ୍ତୁ ଆମ ଚାରିପାଖର ଦୁନିଆ ଏବେ ଏମିତି ଗୋଟେ ଜଟିଳ ଜାଲରେ ଛନ୍ଦି ହୋଇଯାଇଛି ନା ଯେ ଗୋଟିଏ କୋଣରେ ସୂତା ଟାଣିଲେ ଅନ୍ୟ କୋଣରେ ତାର କମ୍ପନ ଅନୁଭୂତ ହେଉଛି। ହଁ, ତାହା ହିଁ ବାସ୍ତବତା। ତେବେ ଆଜି ହେଉଛି 18 ମାର୍ଚ୍ଚ 2026 ଆଉ ଆମ ସାମ୍ନାରେ ବିଭିନ୍ନ ଖବରକାଗଜ, ସରକାରୀ ବିବୃତ୍ତି ଆଉ ଅର୍ଥନୈତିକ ରିପୋର୍ଟରେ ଏକ ବଡ଼ ସ୍ତୂପ ପଡ଼ିଛି। ଆଜିର ଏହି ବିଶେଷ ଆଲୋଚନାରେ ଆମେ ଏଇସବୁ ଘଟଣାଗୁଡ଼ିକର ଚେର ଖୋଜିବା। ଆଉ ଆମର ମିଶନ ବହୁତ ସ୍ପଷ୍ଟ ଅଛି ଆଜି। ହଁ, ଆମକୁ ଖୋଲି ବୁଝିବାକୁ ହେବ ଯେ କିପରି ସୁଦୂର ମଧ୍ୟପ୍ରାଚ୍ୟର ଯୁଦ୍ଧ, ଆମ ଭାରତର ବାଣିଜ୍ୟ ନୀତି ଆଉ ଆମ ଓଡ଼ିଶାର ସ୍ଥାନୀୟ ଘଟଣାବଳୀ ଏସବୁ କେମିତି ପରସ୍ପର ସହ ଗୋଟିଏ ସୂତାରେ ବନ୍ଧା ହୋଇ ରହିଛି। ଏଇଟା କୌଣସି ସାଧାରଣ ଖବର ପଢ଼ା ନୁହେଁ। ବିଲକୁଲ ନୁହେଁ। ଏହା ହେଉଛି ଖବର ପଛରେ ଥିବା ପ୍ରକୃତ କାରଣକୁ ଖୋଜିବାର ଏକ ପ୍ରୟାସ। ଠିକ୍ ଅଛି। ତେବେ ଆସନ୍ତୁ ଏହାକୁ ଟିକିନିକି ଭାବେ ବୁଝିବା ଆଉ ଆରମ୍ଭ କରିବା ସେହି ଜାଗାରୁ ଯେଉଁଠାରୁ ଏବେ ସବୁଠାରୁ ଅଧିକ ଧୂଆଁ ବାହାରୁଛି, ମଧ୍ୟପ୍ରାଚ୍ୟ। ହଁ, ମଧ୍ୟପ୍ରାଚ୍ୟର ଏବେକାର ସ୍ଥିତିମାନେ କେବଳ ଏକ ଆଞ୍ଚଳିକ ସମସ୍ୟା ହୋଇ ରହିନାହିଁ, ଏହା ପୁରା ବୈଶ୍ୱିକ ଅର୍ଥନୀତି ପାଇଁ ଗୋଟେ ବହୁତ ବଡ଼ ବିପଦ ପାଲଟିଛି। ଆମ ସାମ୍ନାରେ ଥିବା ରିପୋର୍ଟ ଅନୁଯାୟୀ ଫେବୃଆରୀ 28, 2026ରେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଯେଉଁ ଆକ୍ରମଣ କଲେ, ତାହା ପରିସ୍ଥିତିକୁ ସମ୍ପୂର୍ଣ୍ଣ ଓଲଟାପାଲଟା କରିଦେଲା। ମାନେ ଏଇଟା ଏକ ବହୁତ ବଡ଼ ଧରଣର ଆକ୍ରମଣ ଥିଲା। ବହୁତ ବଡ଼। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଘଟିବା, ଏଇଟା ତ ଏକ ଐତିହାସିକ ଆଉ ବଡ଼ ଘଟଣା। ଆଉ ତାରି ପ୍ରତିକ୍ରିୟା ସ୍ୱରୂପ ଦେଖନ୍ତୁ, ମାର୍ଚ୍ଚ 4 ତାରିଖରେ ଭାରତ ମହାସାଗରରେ ଆମେରିକା ଦ୍ୱାରା ଇରାନୀୟ ଯୁଦ୍ଧପୋତ IRIS ଦେନା ବୁଡ଼ାଇ ଦିଆଗଲା। ବାପରେ! ହଁ, ଏବେ ଏହି ସାମରିକ ଉତ୍ତେଜନା ସିଧାସଳଖ ବାଣିଜ୍ୟିକ ମାର୍ଗ ଉପରେ ପଡ଼ୁଛି। ମୁଁ ଏହାକୁ ଏକ ଉଦାହରଣ ଦେଇ ବୁଝିବାକୁ ଚେଷ୍ଟା କରୁଛି। ଭାବନ୍ତୁ, ବିଶ୍ୱ ବାଣିଜ୍ୟ ହେଉଛି ଗୋଟେ ମଣିଷ ଶରୀର, ଆଉ ସେହି ଶରୀରର ହାର୍ଟ ବା ହୃଦୟକୁ ଯାଇଥିବା ସବୁଠାରୁ ଜରୁରୀ ରକ୍ତଧମନୀ ହେଉଛି ହର୍ମୁଜ ପ୍ରଣାଳୀ। ବହୁତ ସଠିକ୍ ତୁଳନା। ପୃଥିବୀର ଅଧିକାଂଶ ତୈଳ ଏବଂ ବାଣିଜ୍ୟିକ ଜାହାଜ ଏହି ଗୋଟିଏ ସଂକୀର୍ଣ୍ଣ ରାସ୍ତା ଦେଇ ହିଁ ଯାଆନ୍ତି। ଯେତେବେଳେ ଏହି ରକ୍ତଧମନୀ ବ୍ଲକ୍ ହୋଇଯାଏ, ସମଗ୍ର ଶରୀରରେ ଅମ୍ଳଜାନର ଅଭାବ ଦେଖାଦିଏ। ବିଲକୁଲ, ଆମ ଅର୍ଥନୀତି ପ୍ରଭାବିତ ହୁଏ। କିନ୍ତୁ ଆଚ୍ଛା, ପ୍ରକୃତରେ ପରିସ୍ଥିତି କ'ଣ ସତରେ ଏତେ ସଙ୍ଗୀନ ହୋଇଯାଇଛି ସେଠି? ଏଠାରେ ସବୁଠାରୁ ଆକର୍ଷଣୀୟ କଥାଟି ହେଉଛି ଆମ ସାମ୍ନାରେ ଥିବା ଜାହାଜ ଚଳାଚଳର ଡାଟା। ମାର୍ଚ୍ଚ 9 ତାରିଖ ସୁଦ୍ଧା ସେହି ହର୍ମୁଜ ପ୍ରଣାଳୀ ଦେଇ କେବଳ ଗୋଟିଏ ମାତ୍ର ଇରାନୀୟ ଜାହାଜ ବାହାରକୁ ଯାଇଥିବାର ରେକର୍ଡ ରହିଛି। କେବଳ ଗୋଟିଏ? ହଁ, କେବଳ ଗୋଟିଏ। ଆଉ ଭିତରକୁ ତ ଗୋଟିଏ ବି ବାଣିଜ୍ୟିକ ଜାହାଜ ପ୍ରବେଶ କରିନାହିଁ। ଏଇଟା ତ ପୁରା ବ୍ଲକେଡ୍ ଭଳିଆ ଅବସ୍ଥା। ସେଇଆ ହିଁ। ଏହାର ସିଧା ଅର୍ଥ ହେଉଛି ଯୁଦ୍ଧ ଏବଂ ଆକ୍ରମଣର ଭୟରେ ପାଶ୍ଚାତ୍ୟ ଏବଂ ଅନ୍ୟ ଦେଶଗୁଡ଼ିକର ସମସ୍ତ ଜାହାଜ ସେହି ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ଓହରି ଯାଇଛନ୍ତି। ବାଧ୍ୟ ହୋଇ ନିଜର ରାସ୍ତା ବଦଳାଇ ସେମାନେ ଆଫ୍ରିକା ବୁଲି ଯାଉଛନ୍ତି। ଆଉ ଏହି ପରିସ୍ଥିତି ଏକ ବଡ଼ କୂଟନୀତିକ ଖେଳକୁ ଜନ୍ମ ଦେଇଛି, ଯେଉଁଥିରେ ଆମ ଭାରତ ସିଧାସଳଖ ଛାଣ୍ଡି ହୋଇଯାଇଛି। ଟିକେ ରୁହନ୍ତୁ, ଭାରତର ଭୂମିକା ଏଠାରେ କେମିତି ଆସିଲା? କାରଣ ଆମେ ତ ଏହି ବିବାଦଠାରୁ ନିଜକୁ ସବୁବେଳେ ଦୂରେଇ ରଖିବାକୁ ଚେଷ୍ଟା କରୁଛେ ନା। କଥା ହେଉଛି କ'ଣ କି, ଫେବୃଆରୀ ମାସରେ ଭାରତୀୟ କର୍ତ୍ତୃପକ୍ଷ 3ଟି ଇରାନୀୟ ଟ୍ୟାଙ୍କରକୁ ଜବତ କରିଥିଲେ। ଖବର ଥିଲା ଯେ ଏହି ଜାହାଜଗୁଡ଼ିକ ନିଜର ପରିଚୟ ଲୁଚାଇ ବେଆଇନ ଭାବେ ଅନ୍ତର୍ଜାତୀୟ ଜଳସୀମାରେ ବ୍ୟବସାୟ କରୁଥିଲେ। ଆଚ୍ଛା। ଏବେ ଇରାନ ସେହି ସୁଯୋଗ ନେଇ ଭାରତ ଆଗରେ ଏକ ପ୍ରସ୍ତାବ ରଖିଛି। ଇରାନ କହୁଛି, ଯଦି ଭାରତ ସେହି 3ଟି ଜବତ ଜାହାଜକୁ ତୁରନ୍ତ ଛାଡ଼ିଦିଏ, ତେବେ ବଦଳରେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କେବଳ ଭାରତୀୟ ଜାହାଜଗୁଡ଼ିକୁ ଇରାନ ସୁରକ୍ଷିତ ଯାତାୟାତ ପାଇଁ ଅନୁମତି ଦେବ ଆଉ କୌଣସି କ୍ଷତି ପହଞ୍ଚାଇବ ନାହିଁ। ଏଇଟା ତ ଏକ ସାଧାରଣ ପ୍ରସ୍ତାବ ନୁହେଁ। ଆମେ ଯଦି ଏହାକୁ ସିଧାସଳଖ ଦେଖିବା, ଏହା ଏକ ପ୍ରକାରର କୂଟନୀତିକ ବ୍ଲାକମେଲ୍। ହଁ, ଗୋଟେ ପ୍ରକାରର ଚାପ ପକାଇବା ଚେଷ୍ଟା। ଯଦି ଭାରତ ଏହି ସର୍ତ୍ତ ମାନିଯାଏ, ତେବେ ପାଶ୍ଚାତ୍ୟ ଦେଶଗୁଡ଼ିକ, ବିଶେଷ କରି ଆମେରିକା, ଏହାକୁ ଆଦୌ ଭଲ ଦୃଷ୍ଟିରେ ଦେଖିବା ନାହିଁ। ଅନ୍ୟପଟେ ଯଦି ନ ମାନେ, ତେବେ ଆମର ନିଜସ୍ୱ ଜାହାଜଗୁଡ଼ିକ ବିପଦରେ ପଡ଼ିବେ। ଆଉ ଏଠାରେ ବିଷୟଟି ପ୍ରକୃତରେ ବହୁତ ରୋଚକ ହୋଇଯାଉଛି, କାରଣ ଗୋଟିଏ ପଟେ ଆମେରିକା ସହ ଆମର ସମ୍ପର୍କର କଥା ଉଠୁଛି, ଆଉ ଅନ୍ୟପଟେ ଠିକ୍ ଏହି ସମୟରେ ଆମେରିକା ସହ ଭାରତର ଏକ ନୂଆ ବାଣିଜ୍ୟ ଚୁକ୍ତିକୁ ନେଇ ଦେଶ ଭିତରେ କୃଷକମାନେ ରାସ୍ତାକୁ ଓହ୍ଲାଇଛନ୍ତି।
ହଁ, ଆମର ଉତ୍ସଗୁଡ଼ିକ ଦର୍ଶାଉଛି ଯେ ଭାରତ ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଛି ଏବେ। ବିରୋଧୀ ଦଳଗୁଡ଼ିକ ସଂସଦରେ ମଧ୍ୟ ଏହି ପ୍ରସଙ୍ଗକୁ ଖୁବ୍ ଜୋରରେ ଉଠାଇଛନ୍ତି। ଚାଷୀଙ୍କ ମନରେ ସବୁଠାରୁ ବଡ଼ ଆଶଙ୍କାଟା କ'ଣ? ଆଶଙ୍କା ହେଉଛି ଯେ ଏହି ଚୁକ୍ତି ବଳରେ ଆମେରିକାରୁ ଶସ୍ତା କୃଷିଜାତ ଦ୍ରବ୍ୟ ଭାରତ ବଜାରକୁ ଚାଲି ଆସିବ, ଯାହାଫଳରେ ଆମର ସ୍ଥାନୀୟ ଚାଷୀମାନେ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇବେ ନାହିଁ। ତେବେ ସରକାର ଏହି ଚାପକୁ କେମିତି ସମ୍ଭାଳୁଛନ୍ତି? କାରଣ ଏହା ଏମିତି ଏକ ପ୍ରସଙ୍ଗ ଯାହା ଗାଁ ଗାଁରେ ଅସନ୍ତୋଷ ସୃଷ୍ଟି କରିପାରେ। ଆମେ ଯଦି ସରକାରୀ ବିବୃତ୍ତି ଦେଖିବା, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସ୍ପଷ୍ଟୀକରଣ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ କୃଷକମାନଙ୍କର ସ୍ୱାର୍ଥ ରକ୍ଷା କରିବା ସରକାରଙ୍କର ପ୍ରାଥମିକତା। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଗହମ, ଧାନ, ମକା ଏବଂ ଦୁଗ୍ଧଜାତ ଦ୍ରବ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ପାଇଁ ସରକାର କବାଟ ବନ୍ଦ ରଖିଛନ୍ତି, ଅର୍ଥାତ୍ ଏଗୁଡ଼ିକ ଆମେରିକାର ଆଦୌ ଆସିବ ନାହିଁ। ସେଇଟା ଗୋଟେ ବଡ଼ ଆଶ୍ୱସ୍ତି। ହଁ, ବିଶେଷ କରି ଧାନ ଉତ୍ପାଦନରେ ଭାରତ ନିଜେ ସ୍ୱାବଲମ୍ବୀ ହୋଇ ଚୀନକୁ ପଛରେ ପକାଇ ସାରିଲାଣି। ତେଣୁ ତାହା ଆମଦାନୀ କରିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ। କିନ୍ତୁ ଆମେରିକାରୁ ଆପଲ୍ ବା ସେଉ ଆସିବା କଥାଟା ତ ସତ ନା? ହଁ, ସେଇଟା ସତ। ତାହା କିପରି ହିମାଚଳ ପ୍ରଦେଶ ବା କାଶ୍ମୀରର ସେଉ ଚାଷୀଙ୍କୁ କ୍ଷତି ପହଞ୍ଚାଇବ ନାହିଁ? ମାନେ ଯଦି ବଜାରରେ ବିଦେଶୀ ସେଉ ଭରିଯିବ, ତେବେ ସ୍ଥାନୀୟ ଚାଷୀଙ୍କର ବେପାର ବୁଡ଼ିଯିବ ଏଭଳି ଯେଉଁ ଯୁକ୍ତି ଅଛି, ସେଥିରେ କ'ଣ କିଛି ସତ୍ୟତା ନାହିଁ? ଏହାର ଉତ୍ତର ପାଇବାକୁ ହେଲେ ଆମକୁ କେବଳ ସଂଖ୍ୟା ଉପରେ ନଜର ପକାଇବାକୁ ହେବ। ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଆମ ଦେଶରେ ବର୍ଷକୁ ପାଖାପାଖି 5.5 ଲକ୍ଷ ମେଟ୍ରିକ୍ ଟନ୍ ଆପଲ୍ ଦରକାର ହୁଏ। ଆଚ୍ଛା, 5.5 ଲକ୍ଷ। ହଁ, ଯାହା ଆମେ ନିଜେ ଉତ୍ପାଦନ କରିପାରୁନାହୁଁ। ତେଣୁ ଏହି ଅଭାବ ପୂରଣ କରିବାକୁ ଆମେ ଆଗରୁ ହିଁ ତୁର୍କୀ ଏବଂ ଇରାନ ଭଳି ଦେଶରୁ ସେଓ କିଣୁଛୁ। ଏବେ ଯେଉଁ ନୂଆ ଚୁକ୍ତି ହୋଇଛି, ସେଥିରେ ଆମେରିକାରୁ ମାତ୍ର 1 ଲକ୍ଷ ମେଟ୍ରିକ୍ ଟନ୍ ସେଓ ଆସିବ ଏବଂ ତାହା ବି ବିନା ଟିକସରେ ମଧ୍ୟ ଆସିବ ନାହିଁ। ଓହୋ, ମାନେ ଟିକ୍ସ ଲାଗିବ? ବିଲକୁଲ। ଅର୍ଥାତ୍ ଏହି ଆମେରିକୀ ସେଓ ବଜାରରେ ଆମର ଦେଶୀ ସେଓ ସହ ପ୍ରତିଯୋଗିତା କରିବ ନାହିଁ, ବରଂ ତୁର୍କୀରୁ ଆସୁଥିବା ଆମଦାନୀ ସେଓର ଜାଗା ନେବ। ଏଇଟା ଗୋଟେ ଭଲ ପଏଣ୍ଟ। ଆଉ ଓଲଟା, ଏହି ଚୁକ୍ତିରୁ ଆମର ମସଲା ଚାଷୀଙ୍କୁ ଲାଭ ମିଳିବ। ରାଜସ୍ଥାନରେ ଉତ୍ପାଦିତ ହେଉଥିବା ଜିରା, ମେଥି ଭଳି ମସଲା ଏବେ ଆମେରିକାକୁ ଅଧିକ ପରିମାଣରେ ରପ୍ତାନି ହୋଇପାରିବ। ସରକାରଙ୍କର ଯୁକ୍ତି ହେଉଛି ଏହା ଏକ ଦେବା-ନେବା ବା ଗିଭ୍ ଆଣ୍ଡ ଟେକ୍ ନୀତି ଉପରେ ପର୍ଯ୍ୟବେସିତ। ଆମେ କେବଳ ଉତ୍ସର ତଥ୍ୟକୁ ଏଠାରେ ରଖୁଛୁ, କୌଣସି ପକ୍ଷ ନେଉନାହୁଁ। ନିଶ୍ଚୟ, ଆମେ କେବଳ ତଥ୍ୟକୁ ହିଁ ଦେଖୁଛୁ। ଆଉ ତଥ୍ୟ ହିସାବରେ ଦେଖିଲେ ମନ୍ତ୍ରୀଙ୍କ କଥା ଯୁକ୍ତିଯୁକ୍ତ ଲାଗୁଛି ମଧ୍ୟ। କିନ୍ତୁ ମୋ ମନରେ ଏଠି ଆଉ ଏକ ବଡ଼ ପ୍ରଶ୍ନ ଉଠୁଛି। କ'ଣ? ଆପଣ କହିଲେ ସରକାରୀ ସ୍ତରରେ କୃଷିକୁ ନେଇ ସବୁ କବାଟ ସୁରକ୍ଷିତ ଅଛି, ଚାଷୀଙ୍କ ପାଇଁ କୌଣସି ବିପଦ ନାହିଁ। ତେବେ ଏହି ଖବର କ'ଣ ସୂଚାଉଛି ଯେ ଫେବୃଆରୀ 2026ରେ WPI ବା ହୋଲସେଲ୍ ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫୀତି ହଠାତ୍ 2.13%କୁ ବୃଦ୍ଧି ପାଇଲା। ଯଦି ଖାଦ୍ୟପଦାର୍ଥ ଆମଦାନୀ ନିୟନ୍ତ୍ରଣରେ ଅଛି, ତେବେ ଲୋକଙ୍କ ଉପରେ ଏତେ ମହଙ୍ଗା ମାଳ କାହିଁକି ହେଉଛି? ଏଇଟା ବହୁତ ଜରୁରୀ ପ୍ରଶ୍ନ। ଯଦି ଆମେ ଏହାକୁ ବୃହତ୍ତର ଦୃଷ୍ଟିକୋଣ ସହ ଯୋଡ଼ିବା, ତେବେ ଆମେ ବୁଝିପାରିବା ଯେ ମୁଦ୍ରାସ୍ଫୀତି ବା ଦରଦାମ ବୃଦ୍ଧି କେବଳ କୃଷି ଉପରେ ନିର୍ଭର କରେ ନାହିଁ। ସରକାରୀ ଆକଳନ ସ୍ପଷ୍ଟ କରୁଛି ଯେ ଏହି 2.13% ବୃଦ୍ଧି ପଛରେ ଖାଦ୍ୟ ନୁହେଁ, ବରଂ ଉତ୍ପାଦିତ ସାମଗ୍ରୀ, ଧାତୁ ଏବଂ ବସ୍ତ୍ର ଆଦିର ଦର ବୃଦ୍ଧି ହିଁ ମୁଖ୍ୟ କାରଣ। ଆଚ୍ଛା। ଆଉ ଏହାର ଚେର ଯାଇ ପୁଣି ସେହି ଆଲୋଚନାର ଆରମ୍ଭକୁ ହିଁ ଲମ୍ବିଛି ମଧ୍ୟପ୍ରାଚ୍ୟର ଅଶାନ୍ତି। ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ହର୍ମୁଜ ପ୍ରଣାଳୀରେ ଜାହାଜ ଅଟକିବା ଯୋଗୁଁ ଆମ ବଜାରରେ ଲୁହା, ଲୁଗାପଟା ଆଉ କାରଖାନା ଜିନିଷର ଦାମ ବଢ଼ିଯାଉଛି। ଏଇଟା କେମିତି ସମ୍ଭବ? ପ୍ରଣାଳୀ ବହୁତ ସିଧା ଅଛି ଏଠି। ଯେତେବେଳେ ହର୍ମୁଜ ପ୍ରଣାଳୀ ଭଳି ମୁଖ୍ୟ ରାସ୍ତା ବନ୍ଦ ହୋଇଯାଏ, ବାଣିଜ୍ୟିକ ଜାହାଜଗୁଡ଼ିକୁ ଆଫ୍ରିକା ଦେଇ ହଜାର ହଜାର କିଲୋମିଟର ଅଧିକ ବୁଲି ଆସିବାକୁ ପଡ଼େ। ଏଥିପାଇଁ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ, ସମୟ ଅଧିକ ଲାଗେ। ହଁ, ସେଇଟା ତ ସ୍ୱାଭାବିକ। ଆଉ ତା ସହ ଜାହାଜ କମ୍ପାନୀଗୁଡ଼ିକର ବୀମା ବା ଇନ୍ସୁରାନ୍ସ ଖର୍ଚ୍ଚ ବି ଆକାଶ ଛୁଆଁ ହୋଇଯାଏ ଯୁଦ୍ଧ ଭୟରେ। ଏହିସବୁ ବର୍ଦ୍ଧିତ ଖର୍ଚ୍ଚ ଶେଷରେ ସେହି କଞ୍ଚାମାଲ କିଣୁଥିବା କାରଖାନା ମାଲିକ ଉପରେ ପଡ଼େ। ଆଉ ଏହାର ଆଉ ଏକ ବଡ଼ ଦିଗ ହେଉଛି LPG ଗ୍ୟାସ୍ର ଅଭାବ। ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଆମଦାନୀ ବାଧାପ୍ରାପ୍ତ ହୋଇ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ଦର ବହୁତ ବଢ଼ିଯାଇଛି। ବୁଝିଲେ? କାରଖାନା ଚଲାଇବା ମହଙ୍ଗା ହୋଇଗଲାଣି, ଯାହାର ସିଧା ପ୍ରଭାବ ଆମେ ଉତ୍ପାଦିତ ସାମଗ୍ରୀର ଦର ଉପରେ ଦେଖିବାକୁ ପାଉଛୁ। ମାନେ ଆମେ ଯେତେ କହିଲେ ବି ଆମ ଦେଶ ସୁରକ୍ଷିତ, ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ବା ଗ୍ଲୋବାଲ ସପ୍ଲାଇ ଚେନ୍
ଏତେ ଦୁର୍ବଳ ଯେ ସେଠାରେ ଗୋଟିଏ ସମସ୍ୟା ହେଲେ ଏଠି ଆମ ବଜାରରେ ନିଆଁ ଲାଗୁଛି। ବିଲକୁଲ ସେଇଆ ହିଁ ହେଉଛି। ଆଚ୍ଛା, ଯେତେବେଳେ ଆମେ ଏଭଳି ବଡ଼ ବ୍ୟବସ୍ଥାଗୁଡ଼ିକର ଦୁର୍ବଳତା ଏବଂ ବିପଦ ବିଷୟରେ କଥା ହେଉଛୁ, ସେତେବେଳେ ମୋର ମନେ ପଡ଼ୁଛି ଆମ ନିଜ ରାଜ୍ୟ ଓଡ଼ିଶାର ଏକ ଅତି ଦୁଃଖଦାୟକ ଖବର। ହଁ, ସେହି ଏସ୍ଏସ୍ସି ମେଡିକାଲ କଥା ନା? ହଁ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ବିଫଳତା କଥା ତ ଆମେ ଶୁଣିଲେ, କିନ୍ତୁ ସୋମବାର ଦିନ କଟକର ପ୍ରସିଦ୍ଧ ଏସ୍ସିସି ମେଡିକାଲ କଲେଜର ଆଇସିୟୁରେ ଯାହା ଘଟିଲା, ତାହା ଆମ ସ୍ଥାନୀୟ ଭିତ୍ତିଭୂମିର ଦୁର୍ବଳତାକୁ ପୂରା ପଦାରେ ପକାଇ ଦେଇଛି। ଏକ ଭୟାବହ ଅଗ୍ନିକାଣ୍ଡରେ 10 ଜଣ ରୋଗୀଙ୍କର ପ୍ରାଣହାନି ଘଟିଛି। ଏହା ପ୍ରକୃତିରେ ଏକ ବହୁତ ହି ସମ୍ବେଦନଶୀଳ ଏବଂ ଚିନ୍ତାଜନକ ଘଟଣା। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଭୋର ସମୟରେ ଟ୍ରମା କେୟାର ଆଇସିୟୁ ଭିତରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ଆମେ ଜାଣିଛୁ, ସରକାର ଏହାର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ତୁରନ୍ତ ଏକ 6 ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। କିନ୍ତୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି। କ'ଣ? ଗୋଟେ ସାଧାରଣ ସର୍ଟ ସର୍କିଟ୍ କିପରି ଏତେ ଲୋକଙ୍କୁ ଜୀବନ ନେଇପାରିଲା? ସେଇଆ ତ ମୋର ବି ପ୍ରଶ୍ନ। ମେଡିକାଲର ଆଇସିୟୁ ହେଉଛି ଏମିତି ଏକ ଜାଗା ଯେଉଁଠି ରୋଗୀମାନେ ନିଜେ ଉଠି ଚାଲି ବୁଲି ପାରନ୍ତି ନାହିଁ। ଅଧିକାଂଶ ଭେଣ୍ଟିଲେଟର ବା ଅମ୍ଳଜାନ ସହାୟତାରେ ଥାନ୍ତି। ବିଲକୁଲ। ସେଠି ଧୂଆଁ ବାହାରିବା ମାତ୍ରେ ଲୋକେ ତ ବାହାରକୁ ଦୌଡ଼ି ପଳାଇବାର ସମ୍ଭାବନା ନଥାଏ। ତାହେଲେ ଆମର ହସ୍ପିଟାଲଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ନିୟମିତ ସୁରକ୍ଷା ଅଡିଟ୍ ନେଇ ଏତେ ଅବହେଳା କାହିଁକି? ଆପଣ ଠିକ୍ କଥା ଉଠାଇଲେ ଏଇଠି। ଆଇସିୟୁ ଭଳି ବନ୍ଦ କୋଠରୀରେ ନିଆଁ ଅପେକ୍ଷା କାର୍ବନ ମୋନୋକ୍ସାଇଡ୍ ଏବଂ ବିଷାକ୍ତ ଧୂଆଁ ହିଁ ମୃତ୍ୟୁର ବଡ଼ କାରଣ ସାଜିଥାଏ। ହଁ, ନିଶ୍ୱାସ ନେବାରେ କଷ୍ଟ ହୁଏ। ଯେପର୍ଯ୍ୟନ୍ତ ଭିତ୍ତିଭୂମି ନିର୍ମାଣ ବେଳେ ଏଭଳି ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ୱତନ୍ତ୍ର ନିଷ୍କାସନ ବ୍ୟବସ୍ଥା ନ ହୋଇଛି ଆଉ କର୍ମଚାରୀମାନଙ୍କୁ ସଠିକ୍ ତାଲିମ ନ ଦିଆଯାଇଛି, ସେପର୍ଯ୍ୟନ୍ତ କେବଳ କମିଟି ଗଠନ କଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ। ବ୍ୟବସ୍ଥାର ପରିବର୍ତ୍ତନ କଥା ଯେତେବେଳେ ଉଠିଲା, ଆସନ୍ତୁ ଓଡ଼ିଶାର ରାଜନୈତିକ ବ୍ୟବସ୍ଥାରେ ହେଉଥିବା ଏକ ବଡ଼ ଧରଣର ପରିବର୍ତ୍ତନ ଉପରେ ନଜର ପକାଇବା। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିଛି। ଆଚ୍ଛା। ଆମ ତଥ୍ୟ କହୁଛି ବିଜେପି ମୋଟ 4ଟି ଆସନରୁ 3ଟି ଜିତି ନେଇଛି, ଯାହାକି ଶାସକ ବିଜେଡି ଏବଂ କଂଗ୍ରେସ ମେଣ୍ଟ ପାଇଁ ଏକ ବହୁତ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। କିନ୍ତୁ ଏଥିରେ ସବୁଠୁ ରୋଚକ ଦିଗ କ'ଣ ଜାଣିଛନ୍ତି? କ୍ରସ୍ ଭୋଟିଂ ନା? ହଁ, ସେଇଆ ହିଁ। ଆମେ କୌଣସି ଦଳର ସପକ୍ଷରେ କିମ୍ବା ବିପକ୍ଷରେ ମତ ଦେଉନାହୁଁ, କିନ୍ତୁ କେବଳ ତଥ୍ୟଗତ ଦୃଷ୍ଟିକୋଣରୁ ଦେଖିଲେ 11 ଜଣ ବିଧାୟକ ନିଜ ଦଳୀୟ ନିର୍ଦ୍ଦେଶକୁ ଅମାନ୍ୟ କରି ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଏହାଫଳରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ବିଜୟୀ ହୋଇପାରିଛନ୍ତି। ଆଚ୍ଛା, ଗୋଟେ କଥା ବୁଝାନ୍ତୁ ମୋତେ। ଏଇ ଯୋଉ କ୍ରସ୍ ଭୋଟିଂ ହେଲା, ଏହା କ'ଣ କେବଳ ଏକ ଦୁର୍ଘଟଣା, ନା ଏହା ପଛରେ କିଛି ଗଭୀର ରାଜନୈତିକ ଉଦ୍ଦେଶ୍ୟ ଥାଏ? ମାନେ 11 ଜଣ ବିଧାୟକ ହଠାତ୍ ନିଜ ଦଳ ବିରୋଧରେ କାହିଁକି ଯିବେ? ଦେଖନ୍ତୁ, ରାଜନୀତିରେ ଏଭଳି ଘଟଣା କେବେବି ସଂଯୋଗବଶତଃ ହୁଏ ନାହିଁ। ଯେତେବେଳେ 11 ଜଣ ବିଧାୟକ ଏକାଠି ଦଳୀୟ ଶୃଙ୍ଖଳା ଭାଙ୍ଗନ୍ତି, ତାହା ଦର୍ଶାଏ ଯେ ଦଳ ଭିତରେ କେଉଁଠି ନା କେଉଁଠି ଆଭ୍ୟନ୍ତରୀଣ ଅସନ୍ତୋଷ ରହିଛି, କିମ୍ବା ସେମାନେ ଆଗାମୀ ନିର୍ବାଚନ ପୂର୍ବରୁ କ୍ଷମତାର କେନ୍ଦ୍ରବିନ୍ଦୁ ବଦଳୁଥିବାର ସଙ୍କେତ ପାଉଛନ୍ତି। ଏହା ପ୍ରମାଣ କରୁଛି ଯେ ଓଡ଼ିଶା ରାଜନୀତିରେ ପାରମ୍ପରିକ ମେଣ୍ଟିଗୁଡ଼ିକ ଏବେ ଆଉ ପୂର୍ବ ଭଳି ସୁଦୃଢ଼ ନାହିଁ। ଆଗକୁ ନିର୍ବାଚନ ଆସୁଛି ଏବଂ ନେତାମାନେ ଏବେଠାରୁ ନିଜ ପାଇଁ ନୂଆ ସୁରକ୍ଷିତ ରାସ୍ତା ଖୋଜିବା ଆରମ୍ଭ କରିଦେଲେଣି। ସତରେ, ଏ ବିଶ୍ୱସ୍ତରୀୟ ଯୁଦ୍ଧଠାରୁ ଆରମ୍ଭ କରି ଆମ ବିଧାନସଭାର ଛକାପଞ୍ଜା ପର୍ଯ୍ୟନ୍ତ ସବୁଆଡ଼େ ଖାଲି ଅସ୍ଥିରତା ଆଉ ସଙ୍କଟ ଲାଗି ରହିଛି। ତେବେ ଏସବୁର ପ୍ରକୃତ ଅର୍ଥ କ'ଣ? ଆମେ କ'ଣ କେବଳ ଖରାପ ଖବର ଭିତରେ ହିଁ ବଞ୍ଚୁଛି କି? ନା ନା, ସେମିତି ବି ନୁହେଁ। ସେଥିପାଇଁ ମୁଁ ଭାବୁଛି, ଆସନ୍ତୁ କିଛି ଭଲ ଖବର ଆଡ଼କୁ ଆଲୋଚନାକୁ ମୋଡ଼ିବା, ଯାହା ଆମ ସମାଜର ମୂଲ୍ୟବୋଧ ଏବଂ ସଂସ୍କୃତିକୁ ବଞ୍ଚାଇ ରଖିଛି। ସାହିତ୍ୟ ଏବଂ ସଂସ୍କୃତି ଜଗତରୁ ଏକ ବହୁତ ସକାରାତ୍ମକ ଖବର ଆସିଛି। 2025 ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ବାଃ! ଆଉ ଖୁସିର କଥା ହେଉଛି, ଆମ ଓଡ଼ିଆ ଭାଷାରେ ପଦ୍ମପୁରାଣ ପୁସ୍ତକ ପାଇଁ ଶ୍ରୀଯୁକ୍ତ ଗିରିଜା କୁମାର ବଳିଆର ସିଂହଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି। ଏହା ଓଡ଼ିଆ ସାହିତ୍ୟ ପାଇଁ ନିଶ୍ଚିତ ଭାବରେ ବହୁତ ଗର୍ବର ବିଷୟ। ଏହା ସହିତ ଯଦି ଆମେ ଅନ୍ୟ ଭାଷା ଦେଖିବା, ଇଂରାଜୀ ଭାଷାରେ ନବତୀଶ ଶର୍ମାଙ୍କ ଉପନ୍ୟାସ କ୍ରିମ୍ସନ୍ ସ୍ପ୍ରିଙ୍ଗ ଏବଂ ହିନ୍ଦୀରେ ମମତା କାଲିଆଙ୍କ ଆତ୍ମଜୀବନୀ ଜିତେ ଜି ଇଲାହାବାଦକୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟ ସବୁବେଳେ ସମାଜର ଦର୍ପଣ ହୋଇ ରହି ଆସିଛି। ସତ କଥା। ଯେତେବେଳେ ଚାରିଆଡ଼େ ଅଶାନ୍ତି ଥାଏ,
ସେତେବେଳେ ସାହିତ୍ୟ ହିଁ ମଣିଷକୁ ଶାନ୍ତି ଏବଂ ଚିନ୍ତା କରିବାର ଖୋରାକ ଯୋଗାଇଥାଏ। ଶାନ୍ତି ଏବଂ ଚିନ୍ତା କଥା ଯେତେବେଳେ ଉଠିଲା, ଆମ ପାଖରେ ଥିବା ଉତ୍ସଗୁଡ଼ିକ ଭିତରେ ଗୋଟେ ବହୁତ ସୁନ୍ଦର ଦାର୍ଶନିକ ଲେଖା ଥିଲା ମାର୍ଚ୍ଚ 17 ତାରିଖର। ସେଇଟା ଥିଲା ରୋଗୀ ବିଶ୍ୱାସ ଦିବସ ବା ପେସେଣ୍ଟ କନଫିଡେନ୍ସ ଡେକୁ ନେଇ। ସେହି ଲେଖାଟି ପଢ଼ିବା ପରେ ମୋର ଗୋଟିଏ କଥା ମନେ ପଡ଼ିଲା ଯେ ଦୁନିଆରେ ଯାହା ବି ଘଟୁଥାଉ ନା କାହିଁକି, ଆମର ବ୍ୟକ୍ତିଗତ ମାନସିକ ସ୍ଥିତି ହିଁ ଆମ ପାଇଁ ସବୁଠୁ ବଡ଼ ସତ୍ୟ। ସେହି ପ୍ରବନ୍ଧରେ ଥିବା ବିଶ୍ଳେଷଣ ବିଷୟରେ ଆପଣ କ'ଣ କହିବେ? ସେହି ପ୍ରବନ୍ଧରେ ପ୍ରକୃତରେ ଏକ ଚମତ୍କାର ଉଦାହରଣ ଦିଆଯାଇଛି, ଯାହା ବର୍ତ୍ତମାନର ଏହି ଅସ୍ଥିର ଦୁନିଆରେ ଆମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ। ଉଦାହରଣଟି ହେଉଛି ମେଘ ଆକାଶରୁ ସବୁ ସ୍ଥାନରେ ସମାନ ଭାବେ ବର୍ଷା କରିଥାଏ। ସେ କେବେ ବାଛେ ବିଚାର କରେ ନାହିଁ ଯେ ମୁଁ କେଉଁଠି ବର୍ଷିବି। ଠିକ୍। କିନ୍ତୁ କେବଳ ଉର୍ବର ଜମିରେ ହିଁ ଘାସ ଏବଂ ସବୁଜିମା ସୃଷ୍ଟି ହୁଏ, ମରୁଭୂମି ବା ପଥୁରିଆ ଜାଗାରେ ନୁହେଁ। ଏଠାରେ ମେଘର କୌଣସି ପକ୍ଷପାତ ନାହିଁ, ବରଂ ଜମିର ଉର୍ବରତା ହିଁ ମୁଖ୍ୟ କାରଣ। ବାଃ। ଠିକ୍ ସେହିପରି ଈଶ୍ୱରଙ୍କ ଆଶୀର୍ବାଦ ହେଉ କିମ୍ବା ଜୀବନର ସୁଯୋଗ, ତାହା ସମସ୍ତଙ୍କ ପାଇଁ ସମାନ ଭାବେ ଉପଲବ୍ଧ। କିନ୍ତୁ ତାକୁ ଗ୍ରହଣ କରିବା ପାଇଁ ଆମର ହୃଦୟ ରୂପକ ଜମି ଉର୍ବର ହେବା ଆବଶ୍ୟକ। ଯେପର୍ଯ୍ୟନ୍ତ ଆମେ ମନରୁ ଅହଙ୍କାର, ଭୟ ଆଉ ସ୍ୱାର୍ଥପରତା ନ କାଢ଼ିଛୁ, ଆମେ କେବେ ପ୍ରକୃତ ଶାନ୍ତି ପାଇପାରିବା ନାହିଁ। ବାଃ, ଏହା ସତରେ ଏକ ଗଭୀର କଥା। ଆମେ ଦିନସାରା ଟିଭି ଖୋଲି ମାକ୍ରୋ ଇକୋନୋମିକ୍ସ, ବୈଶ୍ୱିକ ଯୁଦ୍ଧ ଆଉ ରାଜନୀତି କଥା ଭାବି ଚିନ୍ତିତ ହେଉଛୁ, କିନ୍ତୁ ଜଣେ ସାଧାରଣ ମଣିଷ ପାଇଁ ତାର ନିଜସ୍ୱ ଛୋଟିଆ ସମସ୍ୟା ହିଁ ସବୁଠାରୁ ବଡ଼ ସତ୍ୟ। ଆଉ ଏହି ବିଷୟକୁ ପ୍ରମାଣ କରିବା ପାଇଁ ଆମ ପାଖରେ ମାର୍ଚ୍ଚ 14 ତାରିଖର ଏକ ଛୋଟିଆ କିନ୍ତୁ ବହୁତ ମଜାଦାର ଖବର ଅଛି କେସିଙ୍ଗା ଥାନାରୁ। ଆଚ୍ଛା, କ'ଣ ସେଇଟା? ସେହି ଥାନାର ଜେନେରାଲ ଡାଏରୀ ବା ଜିଡି ନମ୍ବର OH5ର ଏକ ରିପୋର୍ଟ ଆମ ହାତରେ ଅଛି। ସେଥିରେ କ'ଣ ଲେଖା ଅଛି ଜାଣିଛନ୍ତି? କ'ଣ? ଉପେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି ଯେ ସେ 2002 ମସିହାରେ କିଣିଥିବା ଗୋଟିଏ 34 ଡିସିମିଲ ଜାଗାର ଦଲିଲ ଘର ବଦଳାଇବା ସମୟରେ କୋଉଠି ହଜିଯାଇଛି, ଆଉ ସେ ତାହା ପାଉନାହାନ୍ତି ବୋଲି ବ୍ୟସ୍ତ ହେଉଛନ୍ତି। ଦେଖନ୍ତୁ, ଏହି ଦୁଇଟି ଘଟଣାର ତୁଳନା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଗୋଟିଏ ପଟେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଚାଲିଛି, ସମୁଦ୍ରରେ ଜାହାଜ ବୁଡ଼ାଯାଉଛି, ଆମେରିକା ସହ କୋଟି କୋଟି ଟଙ୍କାର ବାଣିଜ୍ୟ ଚୁକ୍ତି ହେଉଛି। ହଁ। କିନ୍ତୁ ଉପେନ୍ଦ୍ରବାବୁଙ୍କୁ ସେଥିରୁ କିଛି ଫରକ ପଡ଼ୁନି। ତାଙ୍କ ପାଇଁ ତାଙ୍କର ସେହି ହଜିଯାଇଥିବା 34 ଡିସିମିଲ ଜାଗାର ଦଲିଲ ହିଁ ଏବେ ବିଶ୍ୱର ସବୁଠାରୁ ବଡ଼ ସଙ୍କଟ। ବିଲକୁଲ ସତ କଥା। ଏହା ହିଁ ହେଉଛି ମାଇକ୍ରୋ ବା ବ୍ୟକ୍ତିଗତ ବାସ୍ତବତା। ସାଧାରଣ ଲୋକଙ୍କ ପାଇଁ ନିଜର ପରିବାର, ନିଜର ଦୈନନ୍ଦିନ ସଂଘର୍ଷ ଏବଂ ନିଜ ସାଂସ୍କୃତିକ ପରିଚୟ ହିଁ ସବୁଠାରୁ ଅଧିକ ଗୁରୁତ୍ୱ ରଖେ। ଆଉ ଯେତେବେଳେ ସାଂସ୍କୃତିକ ପରିଚୟ ଆଉ ଆନନ୍ଦର କଥା ଉଠିଛି, ଆମେ କିପରି ଭୁଲିଯିବା ଆଗକୁ ଆସୁଥିବା ଏକ ବିଶେଷ ଦିନକୁ, ମାର୍ଚ୍ଚ 20 ତାରିଖ, ବିଶ୍ୱ ପଖାଳ ଦିବସ। ଆରେ ହଁ, ସେଇଟା ତ ସବୁଠୁ ବଡ଼ ଦିନ ଆମ ପାଇଁ। ଆଜିକାଲି ଖରା ଯେମିତି କାଟୁଛି, ତାତିରେ ଦେହ ପୋଡ଼ିଯାଉଛି, ସେତେବେଳେ ତୋରାଣି ଦିଆ ପଖାଳ କଂସାଏ, ତା ସହ ଟିକେ ଲେମ୍ବୁ ଆଉ କଞ୍ଚାଲଙ୍କା ଦଳା, ଯେମିତି ସ୍ୱର୍ଗର ଅମୃତ ମିଳିଗଲା। ପୁରା ଠିକ୍ କଥା କହିଲେ। ଏହା କେବଳ ଏକ ଖାଦ୍ୟ ନୁହେଁ, ଏହା ହେଉଛି ପ୍ରତ୍ୟେକ ଓଡ଼ିଆଙ୍କର ଆବେଗ ଆଉ ପରିଚୟ। ଦୁନିଆର ଯେକୌଣସି କୋଣରେ ଥିଲେ ବି ମାର୍ଚ୍ଚ 20 ତାରିଖରେ ପ୍ରତି ଓଡ଼ିଆଙ୍କ ଘରେ ପଖାଳ କଂସା ନିଶ୍ଚୟ ସଜା ହେବ। ପ୍ରକୃତରେ ଏହା ଏକ ଏମିତି ପରମ୍ପରା ଯାହା ଧନୀ ହେଉ ବା ଗରିବ ସବୁ ବର୍ଗର ଲୋକଙ୍କୁ ଏକାଠି ଯୋଡ଼ିଥାଏ। ଆଉ ଯଦି ଆମେ ଆଜିର ସମ୍ପୂର୍ଣ୍ଣ ଆଲୋଚନାକୁ ଏକାଠି କରିବା, ତେବେ ଦେଖିବା ଯେ ଜୀବନ କିପରି ବିଭିନ୍ନ ସ୍ତରରେ ବିଭକ୍ତ। କେମିତି? ଗୋଟିଏ ସ୍ତରରେ ଅଛି ଅନ୍ତର୍ଜାତୀୟ ଅଶାନ୍ତି, ହର୍ମୁଜ ପ୍ରଣାଳୀର ରାଜନୀତି ଏବଂ ମୁଦ୍ରାସ୍ଫୀତିର ଜଟିଳ ଗଣିତ। ଅନ୍ୟ ଏକ ସ୍ତରରେ ଅଛି ଆମର ସ୍ଥାନୀୟ ଭିତ୍ତିଭୂମିର ସମସ୍ୟା, ଯେମିତିକି SSCBର ଘଟଣା, ତା ସହ ସାହିତ୍ୟର ସୃଜନଶୀଳତା ଏବଂ ଦର୍ଶନର ଗଭୀରତା। ଆଉ ସବା ତଳେ ଅଛି ଆମର ଦୈନନ୍ଦିନ ଜୀବନ। ହଁ, ଯେମିତି ଉପେନ୍ଦ୍ର ବାବୁଙ୍କ ଦଲିଲ ହଜିବା କଥା। ବିଲକୁଲ, ଉପେନ୍ଦ୍ର ବାବୁଙ୍କ ହଜିଯାଇଥିବା ଦଲିଲର ବ୍ୟସ୍ତତା ଏବଂ ପଖାଳ କଂସାରୁ ମିଳୁଥିବା ଶାନ୍ତି, ଏସବୁ କିଛି ପରସ୍ପରଠାରୁ ଅଲଗା ଦେଖାଯାଉଥିଲେ ମଧ୍ୟ ଏକ ଅଦୃଶ୍ୟ ସୂତାରେ ବନ୍ଧା ହୋଇ ରହିଛନ୍ତି। ଗ୍ଲୋବାଲ ସପ୍ଲାଇ ଚେନ୍ ବା ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଟିକିଏ ବି ହଲଚଲ ହେଲେ ତାହାର ପ୍ରଭାବ ସିଧା ଆସି ଆମ ହାଟବଜାରରେ ପଡ଼ୁଛି। ସତରେ କମାଲ, ଏଇ ପୃଥିବୀର ଗଣିତ। ତେବେ ଆଜିର ଏହି ଖାସ୍ ଆଲୋଚନା ଶେଷ କରିବା ପୂର୍ବରୁ ଆମକୁ ଶୁଣୁଥିବା ଶ୍ରୋତା ବନ୍ଧୁଙ୍କ ପାଇଁ ମୋର ଗୋଟିଏ ଚିନ୍ତାଜନକ ପ୍ରଶ୍ନ। ଆମେ ଜାଣିଲେ ଯେ ହର୍ମୁଜ ପ୍ରଣାଳୀରେ ଅଟକିଥିବା ଜାହାଜ ପାଇଁ ଦେଶରେ ଲୁହା କିମ୍ବା ବସ୍ତ୍ରର ଦାମ ବଢ଼ୁଛି,
କିନ୍ତୁ କେବେ ଭାବିଛନ୍ତି କି ଯେତେବେଳେ ଟ୍ରାନ୍ସପୋର୍ଟ ବା ପରିବହନ ଖର୍ଚ୍ଚ ଏମିତି ବଢ଼ି ଚାଲିବ ଆଉ ତା ସହ ଆମେରିକାରେ ନିଆଯାଇଥିବା ବାଣିଜ୍ୟିକ ଚୁକ୍ତିର ପ୍ରଭାବ କୃଷି ବଜାର ଉପରେ ପଡ଼ିବ, ସେତେବେଳେ ଭବିଷ୍ୟତରେ ଆମର ଏହି ଅତି ପ୍ରିୟ ପଖାଳ କଂସା ପାଖରେ ଥିବା ସେହି ସାଧାରଣ ଆଳୁ ଭଜା, ବାଇଗଣ ପୋଡ଼ା କିମ୍ବା ଶାଗ ଭଜାର ଦାମ କେତେ ହେବ? ବିଶ୍ୱ ଯେତେ ବଡ଼ ଆଉ ଆମଠାରୁ ଦୂର ଲାଗିଲେ ବି ପ୍ରକୃତରେ ଏହା ଆମ ରୋଷେଇ ଘର ସହ ସିଧାସଳଖ ଯୋଡ଼ି ହୋଇଛି। ଆଜି ନିଜ ପଖାଳ କଂସା ପାଖରେ ବସିଲାବେଳେ ଏହା ଉପରେ ଟିକେ ନିଶ୍ଚୟ ଚିନ୍ତା କରନ୍ତୁ। ନିଜେ ଖବରଗୁଡ଼ିକ ପଛର କାରଣକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଆମର ଏହି ଆଲୋଚନାରେ ଯୋଗ ଦେଇଥିବାରୁ ଧନ୍ୟବାଦ।